ଶ୍ରାବଣ ମାସର ଶେଷ ପାଳିରେ ରାସ୍ତାରେ କାଉଡ଼ିଆ ଭକ୍ତଙ୍କ ସହ ଘଟିଗଲା ଏକ ଲୋମଟାଙ୍କୁରା ଘଟଣା। ରାସ୍ତାରେ ପାଣି ନେଇ ଯାଉଥିବା ବେଳେ ଘଟିଗଲା ବିରାଟ ଦୁର୍ଘଟଣା, ଆଉ ଯାହା ଫଳରେ ଉତ୍ତେଜନା ଦେଖାଦେବା ସହ ମାରପିଟ ମଧ୍ୟ ହୋଇଯାଇଥିଲା ସେହିଠାରେ। ସେ ପ୍ରଭୁ ଦେବଦେବ ମହାଦେବଙ୍କ କୃପାରୁ ସେହି ଭକ୍ତ ଜଣଙ୍କ ଭଲ ହୋଇଯାଇଥିଲେ, ଏକ ନୂତନ ଜୀବନ ପାଇଥିଲେ। ଆଉ ତାଙ୍କୁ କିଛି କାଉଡ଼ିଆ ଭାଇମାନେ ନେଇ ଆସି ପ୍ରଭୁ ବୈଦ୍ୟନାଥଙ୍କ ପୀଠରେ ଦେବଦେବ ମହାଦେବଙ୍କୁ ଦର୍ଶନ କରାଇଥିଲେ, ଯାହାଙ୍କ ପାଇଁ ସେ ଆଜି ଏକ ନୂତନ ଜୀବନ ପାଇଥିଲେ। ଆଉ ଦେବଦେବ ମହାଦେବଙ୍କୁ ଦର୍ଶନ କଲା ପରେ ସେ ସେହିଠାରେ ଅଚେତ ହୋଇ ପଡ଼ିଥିଲେ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅରୁହା ଗ୍ରାମର ପ୍ରଭାତ ବାବୁ, ବୟସ 41 ବର୍ଷ ହେବ। ତାଙ୍କ ସ୍ତ୍ରୀ ପ୍ରତିମା ମ୍ୟାଡ଼ାମ, ବୟସ 35 ବର୍ଷ ହେବ। ମହାଦେବଙ୍କ କୃପାରୁ ତାଙ୍କର ଗୋଟିଏ 3 ବର୍ଷର ପୁଅ। ପ୍ରଭାତ ବାବୁ ଓ ତାଙ୍କ ସ୍ତ୍ରୀ ପ୍ରତିମା ମ୍ୟାଡ଼ାମ ମହାଦେବଙ୍କୁ ମନପ୍ରାଣ ଦେଇ ପୂଜା କରନ୍ତି ଓ ଭକ୍ତି କରନ୍ତି। ପ୍ରତ୍ୟେକ ବର୍ଷ ଶ୍ରାବଣୀ ଭାର ନେଇ ବିଭିନ୍ନ ଶୈବ ପୀଠମାନଙ୍କରେ ଲାଗି କରନ୍ତି। ମହାଦେବଙ୍କ କୃପାରୁ ପୁଅଟିଏ ପାଇଛନ୍ତି ସତ, ହେଲେ ତାଙ୍କ ପୁତ୍ର ନୀଳକଣ୍ଠର ଦେହ ସବୁବେଳେ ଖରାପ ରହୁଥିବାରୁ ପ୍ରଭାତ ବାବୁ ଓ ତାଙ୍କ ସ୍ତ୍ରୀ ପ୍ରତିଭା ମ୍ୟାଡ଼ାମଙ୍କ ମନ ଭିତରେ ଦୁଃଖ ରହିଥାଏ। ସେଥିପାଇଁ ସେ ପ୍ରତ୍ୟେକ ବର୍ଷ ପାଣି ଭାର ନେଇ ବାବାଙ୍କ ମସ୍ତକରେ ଢାଳିଲା ବେଳେ କେବଳ ଗୋଟିଏ କଥା ମାଗିଥାନ୍ତି, ହେ ପ୍ରଭୁ ଆମ ପୁଅର ଦେହ ଭଲ କରିଦିଅନ୍ତୁ, ହେ ପ୍ରଭୁ ବାବା ଆମ ପୁଅର ଦେହ ଭଲ କରିଦିଅନ୍ତୁ। ଆଉ ତାଙ୍କ ପୁଅର ଦେହ ଭଲ ହେବା ପାଇଁ ସେ ଓଡ଼ିଶାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟର ବାବା ବୈଦ୍ୟନାଥଙ୍କ ମସ୍ତକରେ ଶ୍ରାବଣୀ ପାଣି ଢାଳିବା ପାଇଁ ମନସ୍ଥ କରି ଏକୁଟିଆ ବାହାରିଗଲେ ବିହାର ଅଭିମୁଖେ। ବିହାରର ସୁଲତାନଗଞ୍ଜ ଗଙ୍ଗା ନଦୀରୁ ପାଣି ଉଠାଇ ଚାଲିଲେ ବାବା ବୈଦ୍ୟନାଥ ଧାମକୁ। ସୁଲତାନଗଞ୍ଜ ଠାରୁ ବୈଦ୍ୟନାଥ ଧାମ ପ୍ରାୟ 100 କିଲୋମିଟର ହେବ। ରାସ୍ତାରେ ପାଣି ଭାର ନେଇ ଚାଲୁଥାନ୍ତି ହଜାର ହଜାର କାଉଡ଼ିଆ। ତାରି ଭିତରେ ପ୍ରଭାତ ବାବୁ ମଧ୍ୟ ଚାଲିଥାନ୍ତି। ବୋଲ ବମ୍, ହର ହର ବମ୍ ଡାକରେ କମ୍ପୁଥାଏ ରାସ୍ତାଘାଟ। ବିଭିନ୍ନ ପ୍ରକାରର କାଉଡ଼ି ମେଢ଼ ଦେଖିବାକୁ ପାଉଥାନ୍ତି ପ୍ରଭାତ ବାବୁ। ସେ ଓଡ଼ିଶାରୁ ଆସିଛନ୍ତି, ତାଙ୍କ ସହିତ ଓଡ଼ିଶାରୁ କେହି ବି ଜଣେ ଓଡ଼ିଆ ନାହାନ୍ତି। ବାବା ବୈଦ୍ୟନାଥଙ୍କ ମସ୍ତକରେ ପାଣି ଢାଳିବା ପାଇଁ ତାଙ୍କ ସାଙ୍ଗରେ ଚାଲୁଥିବା କାଉଡ଼ିଆ ସମସ୍ତେ ହିନ୍ଦୀ ଲୋକ, ସମସ୍ତେ ବିହାରର। ପ୍ରଭାତ ବାବୁ ମନ ଭିତରେ ମହାଦେବଙ୍କ ପଞ୍ଚାକ୍ଷର ସ୍ତୋତ୍ର ପାଠ କରି ଚାଲିଥାନ୍ତି। ହଠାତ୍ ସେ ଟିକେ ଅନ୍ୟମନସ୍କ ହୋଇଗଲେ। ତାରି ଭିତରେ ତାଙ୍କ ପୁଅ ନୀଳକଣ୍ଠ କଥା ମନେ ପଡ଼ିଲା। ତାଙ୍କ ସ୍ତ୍ରୀ ପ୍ରତିମା ମ୍ୟାଡ଼ାମଙ୍କ କଥା ମଧ୍ୟ ମନେ ପଡ଼ିଗଲା। ତେଣୁ ସେ ଅନ୍ୟମନସ୍କ ହୋଇଗଲେ। ଆଉ ଏତିକି ବେଳେ ସେ ରାସ୍ତାର ଆରପଟକୁ ଯିବା ବେଳେ ଗୋଟିଏ ଗାଡ଼ି ଆସି ତାଙ୍କୁ ଧକ୍କା ଦେଲା। ଆଉ ସେ ସେଇଠାରେ ଆଣ୍ଠେଇ ପଡ଼ିଲେ, ହେଲେ ହାତରେ ଧରିଥିବା ପାଣି ଭାରକୁ ପଡ଼ିବାକୁ ଦେଇନଥିଲେ। ଗାଡ଼ି ମାଡ଼ରେ ତାଙ୍କ ଦେହରେ ଆଘାତ ଲାଗିଲା, ତାଙ୍କ ମୁଣ୍ଡ ଘୁରାଇବାକୁ ଲାଗିଲା। ସେଠାରେ ଥିବା କିଛି କାଉଡ଼ିଆ ଭାଇମାନେ ଆସି ପ୍ରଭାତ ବାବୁଙ୍କୁ ନିକଟ ଚିକିତ୍ସା କେନ୍ଦ୍ରକୁ ନେଇଗଲେ। ଏପଟେ କିଛି କାଉଡ଼ିଆ ପାଣି ଭାର ରଖିଦେଇ ରାସ୍ତାଘାଟ ଉପରେ ଜାମ୍ କରିଦେଲେ ରାସ୍ତାକୁ। ରାସ୍ତା ଉପରେ ଲାଗିଗଲା ଝଗଡ଼ା। ପ୍ରଭାତ ବାବୁ ମେଡ଼ିକାଲ ବେଡ଼ରେ ଥାଇ ଭାବିଲେ, ଯଦି ମୁଁ ଏଠାରେ ରହିବି ତାହେଲେ ମୋ ପାଣି ଭାର ନେବା ସଂକଳ୍ପ ଭାଙ୍ଗିଯିବ। ଆଉ ଯଦି ମୋ ସଂକଳ୍ପ ଭାଙ୍ଗିଯାଏ ତେବେ ମୋ ପୁଅ ନୀଳକଣ୍ଠର ଦେହ ଭଲ ହେବ କେମିତି? ନା, ମୋତେ ଯେମିତି ହେଲେ ବାବା ବୈଦ୍ୟନାଥଙ୍କ ପୀଠକୁ ଯିବାକୁ ହେବ ପାଣି ଭାର ନେଇ। ବାବା ବୈଦ୍ୟନାଥଙ୍କ ପୀଠକୁ ଯିବାକୁ ହେଲେ ମୋତେ ସବୁ କିଛି ବାଧାବିଘ୍ନକୁ ସହିବାକୁ ପଡ଼ିବ।
ଆଉ ପ୍ରଭାତ ବାବୁ ନିଶ୍ଚିତ କରି ପୁଣି ନିଜ ପାଣି ଭାର ଧରି ସେମିତି କଷ୍ଟରେ ଛୋଟେଇ ଛୋଟେଇ ଚାଲିଲେ ବାବା ବୈଦ୍ୟନାଥ ଧାମକୁ। ବାବା ବୈଦ୍ୟନାଥଙ୍କ ନିକଟକୁ ଚାଲିଲେ ସେମିତି ଛୋଟେଇ ଛୋଟେଇ। କଷ୍ଟ ହେଉଥାଏ ସତ, ହେଲେ ପୁଅର ଦେହକୁ ଭଲ କରିବା ପାଇଁ ଆଜି ପ୍ରଭାତ ବାବୁ ନିଜକୁ ବହୁତ କଷ୍ଟ ଦେଇ ଚାଲିଛନ୍ତି ବାବା ବୈଦ୍ୟନାଥଙ୍କ ପୀଠକୁ। ବୈଦ୍ୟନାଥ ପୀଠରେ ପହଞ୍ଚିଲା ପରେ ସେ ସେଠାରେ ଲକ୍ଷ ଲକ୍ଷ କାଉଡ଼ିଆଙ୍କୁ ଦେଖି ତାରି ଭିତରେ ବେହୋସ ହୋଇ ପଡ଼ିଗଲେ। କିଛି କାଉଡ଼ିଆ ଭାଇ ପ୍ରଭାତ ବାବୁଙ୍କୁ ଓ ତାଙ୍କ ପାଣି ଭାରକୁ ଉଠାଇ ନେଇ ପ୍ରଭୁ ବୈଦ୍ୟନାଥଙ୍କ ମନ୍ଦିର ଭିତରେ ଠିଆ କରିଦେଲେ। ଆଉ ପ୍ରଭୁ ବୈଦ୍ୟନାଥଙ୍କର ପାଦୁକ ପାଣି ଆଣି ତାଙ୍କ ମସ୍ତକରେ ଛିଞ୍ଚି ଦେଲେ। ଆଉ ତାପରେ ପ୍ରଭାତ ବାବୁଙ୍କର ଚେତା ଫେରିଆସିଲା। ପ୍ରଭାତ ବାବୁ ଆଖି ଖୋଲି ଦେଖିଲେ ପ୍ରଭୁ ବୈଦ୍ୟନାଥଙ୍କୁ, ସାକ୍ଷାତ ଦର୍ଶନ କଲେ। ଏତିକି ବେଳେ ପୂଜାରୀ ନନା ଆସି ପ୍ରଭାତ ବାବୁଙ୍କ ମସ୍ତକରେ ହାତ ବୁଲାଇ କହିଲେ, ବାବୁ, ତୁମର ମନସ୍କାମନା ନିଶ୍ଚିନ୍ତ ପୂରଣ ହେବ। ଠାକୁର ତୁମ କଥା ଶୁଣି ନେଇଛନ୍ତି। ଆଉ କିଛି କ୍ଷଣ ପରେ ପ୍ରଭାତ ବାବୁ ଅନୁଭବ କରିବାକୁ ଲାଗିଲେ ଯେ ତାଙ୍କର ଦେହ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି। ଆଉ ଏଇ ଖୁସିରେ ସେ ସେଠାରେ କାନ୍ଦି ପକାଇଲେ। ଦୁଇ ହାତ ଉପରକୁ ଟେକି ହର ହର ମହାଦେବ କହି ନାଚିଗଲେ। ହର ହର ମହାଦେବ କହି ନାଚିଗଲେ। ସେଠାରେ ଥିବା ସମସ୍ତ କାଉଡ଼ିଆ ମଧ୍ୟ ହର ହର ମହାଦେବ କହି ସେଠାର ପରିବେଶକୁ ଭକ୍ତିମୟ କରିଦେଲେ। ପ୍ରଭାତ ବାବୁ ଆନନ୍ଦରେ ନିଜ ଘରକୁ ଫେରିଲେ। ଘରକୁ ଫେରି ଦେଖନ୍ତି ତ ତାଙ୍କ ପୁଅ ନୀଳକଣ୍ଠ ଘରେ ଗୋଟିଏ ଛୋଟିଆ ବଲ୍ ସହିତ ଖେଳୁଛି। ପ୍ରତିମା ମ୍ୟାଡ଼ାମ ଆଣ୍ଠୁ ମାଡ଼ି ବସି ପୁଅକୁ ଦେଖୁଛନ୍ତି ଆଉ ଆଖିରୁ ଅଶ୍ରୁ ଗଡ଼ାଉଛନ୍ତି। ପ୍ରଭାତ ବାବୁ ଦୌଡ଼ି ଯାଇ କୋଳେଇ ପକାଇଲେ ନୀଳକଣ୍ଠକୁ। ପୁଅକୁ ଭଲ ହେବାର ଦେଖି ସପରିବାର ଆନନ୍ଦରେ ଫାଟି ପଡ଼ିଲେ। ସବୁ ସେହି ଦେବଦେବ ମହାଦେବଙ୍କ କୃପାରୁ ସମ୍ଭବ ହେଲା। ଆଉ କହିଲେ, ହର ହର ମହାଦେବ, ହର ହର ମହାଦେବ। ହେ ପ୍ରଭୁ, ତୁମ ଚରଣ ତଳେ କୋଟି କୋଟି ପ୍ରଣାମ ଦଣ୍ଡବତ। ଦର୍ଶକ ବନ୍ଧୁ, ଏହି ଭିଡ଼ିଓରୁ ଶିକ୍ଷା ମିଳିଲା ଯେ ଯଦି ଆପଣ ଜୀବନରେ କିଛି ପାଇବାକୁ ଚାହାନ୍ତି ତେବେ କିଛି କଷ୍ଟ ସହିବାକୁ ପଡ଼ିବ। କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡ଼ିବ ଏବଂ ଯେତେ କଷ୍ଟ ଆସୁ ପଛେ ଆପଣଙ୍କ ଲକ୍ଷ୍ୟକୁ ଆପଣ ହାସିଲ କରିବା ପାଇଁ ଆପଣଙ୍କୁ କଷ୍ଟ କରି ସେଠି ପହଞ୍ଚିବାକୁ ପଡ଼ିବ। ତେଣୁ ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଦର୍ଶକ ବନ୍ଧୁ, ତେବେ ଆପଣ କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିଦିଅନ୍ତୁ ଏବଂ ଆମର ଏହି ଜୟ ଗୋପୀନାଥ ଟିଭିକୁ ସବସ୍କ୍ରାଇବ୍ କରି ଆମ ପରିବାର ସହିତ ଯୋଡ଼ି ହୋଇଯାଆନ୍ତୁ। ଏଇଭଳି ଆଧ୍ୟାତ୍ମିକ ଠାକୁରଙ୍କର ମହିମା ଭିଡ଼ିଓ ଦେଖିବା ପାଇଁ। ଆପଣଙ୍କ ଦିନଟି ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ, ଜୟ ଗୋପୀନାଥ, ହର ହର ମହାଦେବ।